Okay. Well, first of all, I want to say how wonderful it is to be with all of you. ଆଉ ସର୍ବପ୍ରଥମେ ସେ କଣ ଆମେ ପ୍ରତ୍ୟେକଙ୍କୁ ଆଉ ଧନ୍ୟବାଦ ଦେଉଛନ୍ତି। And today I just want to encourage all of you to remember some things. ଆଉ ସେ ଆଜି ଆମ ମାନଙ୍କୁ ପ୍ରତ୍ୟେକଙ୍କୁ ଉତ୍ସାହିତ କରିବା ପାଇଁ ଚାହୁଁଛନ୍ତି ଆଉ କିଛି ବିଷୟ ମନେ ପକେଇ ଦେବା ପାଇଁ ଚାହୁଁଛନ୍ତି। We all know that the Bible tells us to study to show yourself approved unto God. ଆଉ ବାଇବେଲ ଆମ ମାନଙ୍କୁ ଅଧ୍ୟୟନ କରିବା ପାଇଁ ପଢିବା ପାଇଁ କହେ ଏବଂ ଆମେ ମାନେ ଆଉ ଫଳ ଫଳିବା ପାଇଁ ମଧ୍ୟ ସେ ଆମ ମାନଙ୍କୁ କହେ। God's approval is what is important. ଆଉ କଣ ପ୍ରକୃତରେ ଆମ ମାନଙ୍କ ପାଇଁ ଆଉ ଗୁରୁତ୍ୱପୂର୍ଣ୍ଣ ଅଛି ସେଇ ବିଷୟ ଆମେ ପ୍ରତ୍ୟେକ ଜାଣିବା ଦରକାର। We all know that the Bible says that we will give an account to God. ଆଉ ବାଇବେଲ ଏହା ମଧ୍ୟ ଆମ ମାନଙ୍କୁ କହେ ଯେ ଆମେ ପ୍ରତ୍ୟେକଙ୍କୁ ଆଉ ଦିନ ଆସିବ ତାଙ୍କ ସମ୍ମୁଖରେ ସମସ୍ତ କର୍ମ ଯାହା କରିଅଛୁ ସମସ୍ତ କର୍ମର ବିଷୟ ତାଙ୍କୁ ଜଣେଇବାକୁ ହବ। We are described as workmen who need not to be ashamed. ଆଉ ଦେଖନ୍ତୁ ସେ ଆମ ମାନଙ୍କୁ ଗୋଟିଏ କାର୍ଯ୍ୟକାରୀ ଭାବରେ ପଚାରିବେ ଯେହେତୁ ଆମେ ମାନେ ପ୍ରଭୁଙ୍କ ପାଇଁ କାର୍ଯ୍ୟ କରୁଅଛୁ ତେଣୁ କାର୍ଯ୍ୟର ସମସ୍ତ ହିସାବ ଆମମାନଙ୍କୁ ଦେବାକୁ ହବ। And I believe that the Holy Spirit gave Paul the word workman on purpose. We are to work. ଆଉ ଦେଖନ୍ତୁ ଯେ ପବିତ୍ର ଆତ୍ମା ଆମ ମାନଙ୍କୁ ଜଣେ କାର୍ଯ୍ୟକାରୀ ଭାବରେ ଆମେ ତାଙ୍କ ପାଇଁ କଣ କରିଅଛୁ ସେଇ ବିଷୟ ସେ ଆମ ମାନଙ୍କୁ ଆଉ ଶିଖାନ୍ତି। My dear friends, we cannot be lazy. Sorry, hello? That's okay. I said, my friends, we cannot and we must not be lazy in our work for God. ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କ ଦାସ ମାନେ ଆମେ ମାନେ ତେଣୁ ପ୍ରଭୁଙ୍କ ଦାସ ଭାବରେ କେବେ ହେଲେ ମଧ୍ୟ ଆମେ ମାନେ ଆଉ ଅଳସୁଆ ନ ହେଉ। The Bible describes us as stewards unto the Lord. ଆଉ ତେଣୁ ବାଇବେଲ ଆମ ମାନଙ୍କୁ ପ୍ରକାଶ କରେ ଏଇ ସବୁ ବିଷୟ ଆମକୁ ସମ୍ପୂର୍ଣ୍ଣ ଭାବରେ କହେ ଯେ ଆମେ ପରମେଶ୍ୱରଙ୍କ ଆଉ ନିମନ୍ତେ ବିଶ୍ୱସ୍ତ ହେବା ଉଚିତ। That word steward means to manage. We are to be good managers of that which God entrusts to us. ପରମେଶ୍ୱର ଆମମାନଙ୍କୁ ଯାହା କିଛି ଦେଇଛନ୍ତି ଆଉ ପରମେଶ୍ୱର ଯେଉଁ ହିସାବରେ ଆମମାନଙ୍କୁ ବିଶ୍ୱାସ କରୁଅଛନ୍ତି ସେଇ ହିସାବରେ ଆମମାନେ କଣ କରିବା ଦରକାର ଯେ ଆମେ ମାନେ ପରମେଶ୍ୱରଙ୍କ ପାଇଁ ସେ ସମସ୍ତ ହିସାବ ଦେବା ଦରକାର। Stewardship is more than about money. It's about your life. It's about your time. It's about everything that you do. ଆଉ ଯାହା କିଛି ଆମେ ମାନେ କରୁଅଛୁ ବା ଆପଣ ମାନେ କରୁଅଛନ୍ତି ପ୍ରତିଟି ବିଷୟ ଆମେ ମାନେ ତାଙ୍କୁ ପ୍ରତିଟି ବିଷୟର ହିସାବ ତାଙ୍କୁ ଦେବାକୁ ହବ। And then the Bible describes that we are to rightly divide the word of truth. ଆଉ ତେଣୁ ବାଇବେଲ ଆମମାନଙ୍କୁ ଏହା ପ୍ରକାଶ କରେ ଯେ ଆମମାନେ ପରମେଶ୍ୱରଙ୍କର ବାକ୍ୟ ଯୋଉ ସତ୍ୟ ବାକ୍ୟ ତେଣୁ ସେଇ ସତ୍ୟ ବାକ୍ୟ ଅନୁସାରେ କାର୍ଯ୍ୟ କରିବା ଦରକାର। And we learn that this word is an agricultural word in the Greek language. ଆଉ ତେଣୁ ଗ୍ରୀକ ଭାଷାରେ ମଧ୍ୟ ଏଇ ବିଷୟ ପାଇଁ ବହୁତ ଗୁରୁତ୍ୱ ଦିଆଯାଇଅଛି। And it has the idea of a farmer who is preparing the field
so that he can plant his crops. ଆଉ ଦେଖନ୍ତୁ ଯେ ଏହା ଗୋଟିଏ ଚାଷୀଙ୍କ ଠାରୁ ଏଇ ଉଦାହରଣ ନିଆଯାଇଅଛି ଆଉ ଚାଷୀଙ୍କ ଠାରୁ ଏଇ ଆଉ ଆଇଡିଆଟା When the farmer gets ready to prepare the field, he wants his rows in the field to be straight, not crooked. ଦେଖନ୍ତୁ ଜଣେ ଚାଷୀ ସେ କଣ କରେ ତାଙ୍କର ସେଇ କ୍ଷେତକୁ ସେ କଣ କରେ ସମତୁଳ କରେ ସେ ଆଉ ପଙ୍କା ଭଙ୍କା ଢେପ କାଲ କରିକି ସେ ରଖେନି ତାକୁ ସମତୁଳ କରିବା ପାଇଁ ସେ ସଦାବେଳେ ଆଉ ସେଇ ପ୍ରକାର କାର୍ଯ୍ୟ କରେ ଆଉ ଫସଲ ଲଗେଇବା ପୂର୍ବରୁ Holy Spirit is teaching us that we are to cut it straight with the Word of God. ଆଉ ପବିତ୍ର ଆତ୍ମା ଆମ ମାନଙ୍କୁ ଏହା କହେ ଯେ ସେଇ ବିହନ ହଉଛି ପରମେଶ୍ୱରଙ୍କର ବାକ୍ୟ We must not be crooked with the Word of God. ଆଉ ତେଣୁ ଏଇ ଯୋଉ ପରମେଶ୍ୱରଙ୍କର ବାକ୍ୟ ତାହା ଆମ ମାନଙ୍କୁ ସେଇ ବିହନ ଆମମାନଙ୍କୁ ବପନ କରିବାକୁ ହବ And in order for us to cut it straight, in order for us to not be crooked with the Word of God, we must study and pray. ତେଣୁ ଆମେ ମାନେ ପରମେଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା ଦରକାର ଏବଂ ଆମେ ଯେତେ ସମୟ ପ୍ରାର୍ଥନାରେ କ୍ଷେପଣ କରିବା ଦରକାର ସେଇ ସମସ୍ତ ବିଷୟକୁ ଆମେ ସମତୁଳ କରିବା ଦରକାର When we handle the Word of God and we share the Word of God, this is a serious matter. ଦୟାକରି ପିଲା କଥା କହୁଛନ୍ତି ଦୟାକରି ଆପଣ ମାନଙ୍କର ସ୍ପିକରଟା ବନ୍ଦ କରନ୍ତୁ ଆପଣଙ୍କର ଛୁଆର କଥା ଶୁଣା ଯାଉଛି ଡିଷ୍ଟର୍ବ ହଉଛି The call of God in Yes, our sir, hearts, the call of God in our hearts to the work of ministry must be taken seriously. ଆଉ ଦେଖନ୍ତୁ ପରମେଶ୍ୱରଙ୍କ ବାକ୍ୟକୁ ଆମେ ବହୁତ ଆଉ ସିରିୟସଲି ନେବାକୁ ପଡିବ କାରଣ ଆଉ ପବିତ୍ର ଆତ୍ମା ଆମ ମାନଙ୍କୁ କଣ କରନ୍ତି ତାଙ୍କର ବାକ୍ୟ ପ୍ରଦାନ କରିଅଛନ୍ତି ଏବଂ ତାଙ୍କର ବାକ୍ୟ ସେ ଆମମାନଙ୍କୁ ଆଉ ଆମଙ୍କ ଜୀବନ ଦ୍ୱାରା ସେ ସାଧନ କରନ୍ତି And these words that I am talking about today, we find them in 2 Timothy chapter 2. ଆଉ ଦ୍ୱିତୀୟ ତିମୋଥୀ ତାର 2 ଅଧ୍ୟାୟ ଆଜି ସେ 2 ଅଧ୍ୟାୟରୁ ସେ ଆମ ମାନଙ୍କୁ କହିବା ପାଇଁ ଆଉ ଚାହାନ୍ତି And I am sure that you are familiar with these verses. ଆଉ ମୁଁ ବିଶ୍ୱାସ କରେ ଆପଣ ମାନେ ଏଇ ପଦ ଆଉ ଉତ୍ତମ ରୂପେ ଜାଣିଥିବେ ଏହା ଆପଣ ମାନଙ୍କର ଆଉ ଅଭ୍ୟାସ ପଦ ବା ମନେ ରଖିଥିବା ପଦ ହେଇଥିବ ଯାହାକି ଦ୍ୱିତୀୟ ତିମୋଥୀ 2 ଅଧ୍ୟାୟର And before the Holy Spirit told Paul to write about studying, he also explained how we are to live and how we should be as a servant of God. ଆଉ ପଢିବା ପୂର୍ବରୁ ଏହା ମଧ୍ୟ ଏ ସ୍ଥାନରେ ଲେଖା ଯାଇଅଛି ଆମେ ଜାଣିବା ଦରକାର ଯେ ଆଉ ପବିତ୍ର ଆତ୍ମା କହୁଅଛନ୍ତି ଯେ ଜଣେ ପ୍ରଭୁଙ୍କର ଦାସ ଦାସୀ ଭାବରେ ଆମମାନେ କେମିତି ବଞ୍ଚିବା ଦରକାର ଆଉ କେମିତି କାର୍ଯ୍ୟ କରିବା ଦରକାର ସେ ବିଷୟ ଉଲ୍ଲେଖ କରାଯାଇଅଛି And in verses 3 through 6, he tells us, first of all, that we should be like a good soldier. ଆଉ ସେଇ 6 ପଦରେ ଲେଖାଯାଏ ଯେ ଆମେ ମାନେ ଗୋଟିଏ ଉତ୍ତମ ଯୋଦ୍ଧା ଭଳି ଆଉ ହେବା ଦରକାର And then he says that we should be like the good athlete. ତାପରେ ସେ ମଧ୍ୟ ଆମମାନଙ୍କୁ ଆଉ କି ପ୍ରକାର ହେବା ଦରକାର ସେଇ ବିଷୟରେ ମଧ୍ୟ ଏହି ସ୍ଥାନରେ ଉତ୍ତମ ରୂପେ କହିଅଛନ୍ତି Then he says we should be like the good farmer.
ଆଉ ତାପରେ ଲେଖାଯାଏ ଯେ ଆମେ କେମିତି ଗୋଟେ ଉତ୍ତମ କୃଷକ ଉତ୍ତମ ଚାଷୀ ଆଉ ଭଳି ହେବା ଦରକାର। When we think about being the good soldier, we know that the good soldier wanted to always please his commander. ଆମେ ପ୍ରଥମେ ଏହା ଦେଖିଲୁ ଯେ ଯୋଉ ଉତ୍ତମ ଯୋଦ୍ଧା ହେବା ଦରକାର। ଜଣେ ଉତ୍ତମ ଯୋଦ୍ଧା କିଏ ହୋଇପାରିବ ଯେ କି ଆଉ ତାଙ୍କର ଆଉ କମାଣ୍ଡର ତାଙ୍କର ଉପରିସ୍ଥ ଅଧିକାରୀର ଆଜ୍ଞାକୁ ଯେ ପାଳନ କରେ ଉତ୍ତମ ଭାବରେ ସେ ଉତ୍ତମ ଯୋଦ୍ଧା ହେଇପାରେ। And my friends, we have a commander in chief, and his name is Jesus the Christ. ଆଉ ମୁଁ ଏହା ବିଶ୍ୱାସ କରେ ଆମମାନଙ୍କର ଯୋଉ ଅଧିକାରୀ ଆମମାନଙ୍କର ଯୋଉ ପ୍ରଭୁ ଆମମାନଙ୍କୁ ଯେ ଏଇ ଉତ୍ତମ ଯୋଦ୍ଧା ଭାବରେ ସେ ଯେ ପଠେଇଛନ୍ତି ସେ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ତାଙ୍କ ନାଁ ହଉଛି ଯୀଶୁ ଖ୍ରୀଷ୍ଟ। ତାଙ୍କର ସେବା ପାଇଁ ସେ ଆମମାନଙ୍କୁ ଯୋଦ୍ଧା ଭଳି ଭାବରେ ଏ ଜଗତରେ ସେ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। And as good soldiers for Christ, we are to fight the good fight of faith. ଆଉ ଦେଖନ୍ତୁ ଜଣେ ଉତ୍ତମ ଯୋଦ୍ଧା ବିଶ୍ୱାସର ଉତ୍ତମ ଯୁଦ୍ଧରେ ସେ ପ୍ରାଣପଣ କରିବ ଏବଂ ଉତ୍ତମ ଯୁଦ୍ଧ କରିପାରିବ। And that requires dedication. ତାପରେ ଆମମାନେ କଣ କରିବା ଯେ ତେବେ ଯାଏ ଉତ୍ତମ ଯୁଦ୍ଧ କଲେ ଆମମାନେ ଉତ୍ତମ ସେ ପଦ ବା ରାଜକୀୟ ପଦ ଆମେ ପ୍ରାପ୍ତ ହୋଇପାରିବା। And then when we think about the good athlete, he works long and hard also, and he wants to do better and to be better. He runs the race. ଆଉ ଦ୍ୱିତୀୟରେ ଦେଖୁଛୁ ଗୋଟେ ଉତ୍ତମ ଦୌଡ଼ି ପାରୁଥିବା ଦୌଡ଼ାଳି ଯେ କି ଆଉ ଉତ୍ତମ ଭାବରେ ପ୍ରାଣପଣ କରି ସେ ଦୌଡ଼େ କିଛି ଗୋଟେ ପୁରସ୍କାର ପାଇବା ପାଇଁ। And the good athlete, he plays by the rules. ଆଉ ଏହା ବି ଆମେ ଜାଣିବା ଦରକାର ଜଣେ କ୍ରୀଡ଼ାବିତ ଜଣେ ଖେଳାଳି ଆଉ ଜଣେ ଦୌଡ଼ାଳି ସେ ଜାଣନ୍ତି ଯେ ସେ ତାର ଖେଳରେ ମଧ୍ୟ କିଛି ଗୋଟେ ସର୍ତ୍ତ ବା ନିୟମ ମାନ ରହିଅଛି। My dear friends, we are to be like the good athlete, and we are to run the race of faith. ଆଉ ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ମାନେ ହଉଛୁ ଗୋଟେ ଦୌଡ଼ାଳି ଗୋଟେ ବିଷୟ ନେଇକି ଆମେ ମାନେ ଏ ଜଗତରେ ଦୌଡୁଅଛୁ କିନ୍ତୁ ଆମ ମାନଙ୍କୁ ମଧ୍ୟ କିଛି ଗୋଟେ ନିୟମ ଦିଆଯାଇଛି ସେ ନିୟମକୁ ପାଳନ କରି ଆମେ ଉତ୍ତମ ବିଷୟରେ ଧାବମାନ ହେବା। And we have a rule book. We have guidelines. It is the word of God. We must obey God in our lives. ତେଣୁ ଆମମାନେ ସଦାବେଳେ ଆମମାନଙ୍କର ସମସ୍ତ କାର୍ଯ୍ୟରେ ଆଉ ଆମ ଜୀବନରେ ପରମେଶ୍ୱରଙ୍କୁ ଆମମାନେ ଜାଣିବା ଦରକାର ସମସ୍ତ ନିୟମ ମାନ ପାଳନ କରି ଆମମାନେ ଦୌଡ଼ିବା ଦରକାର। ତେବେ ଯାଇ ଆମେ ମାନେ କଣ ହେଇପାରିବା ଯେ ସେଇ ପରିଶ୍ରମର ଫଳ ପ୍ରାପ୍ତ ହୋଇପାରିବା ଏବଂ ତାର ଉତ୍ତମ ବିଷୟ ଆମେ ପ୍ରାପ୍ତ ହୋଇପାରିବା। And to be like the good athlete and run the race of faith, that requires determination. ତେଣୁ ଆମେ ମାନେ ଅନ୍ୟ ଏପଟ ସେପଟ ନ ଯାଇ ଉତ୍ତମ ଭାବରେ ଗୋଟେ ଉତ୍ତମ ଯୋଦ୍ଧା ଦୌଡ଼ାଳି ଭାବରେ ଆଉ ଆମେ ପ୍ରତିଦ୍ୱନ୍ଦିତାରେ ଭାଗ ନେଇ ଆଗକୁ ଦୌଡ଼ିବାକୁ ହବ। And then we are to be like the good farmer. And the good farmer, he works hard, he works long, he does what is necessary to get the job done. ଆଉ ଦେଖନ୍ତୁ ତୃତୀୟ ବିଷୟ ଦେଖିବା ଯେ ଆଉ ଗୋଟେ ଚାଷୀଙ୍କ ବିଷୟରେ ଜଣେ ଚାଷୀ ଆଉ ସେ କଣ କରେ ଆଉ ସେ ତାହାର କାର୍ଯ୍ୟ ସମାପନ ହେବା ପର୍ଯ୍ୟନ୍ତ ସେ ପରିଶ୍ରମ କରେ କଷ୍ଟ ପଡେ ଏବଂ ସେ ଆଉ ତାର କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ସମସ୍ତ ବିଷୟରେ ଲାଗି ପଡି ତାର କାର୍ଯ୍ୟକୁ ସେ ସମାପ୍ତ କରିଥାଏ। We plant and we water and we cultivate and we bring in the harvest like a good soldier, or I'm sorry, like a good farmer. ଆଉ ତେଣୁ ଯେପରି ଚାଷୀ ଉତ୍ତମ ଚାଷୀ ସେ କଣ କରେ
କଷ୍ଟ ପରିଶ୍ରମ ଦେଇ ବିଭିନ୍ନ ପ୍ରକାର ବିଷୟ କରି ତାର କ୍ଷେତରେ ସେ ଉତ୍ତମ ଫସଲ ଆଣି ଯେପରି ତାକୁ ସେ ସଂଗ୍ରହ କରେ ଆଉ ତଦ୍ରୂପ ଆଉ ସେଇ ପ୍ରକାର ଆମେମାନେ ମଧ୍ୟ ଆମମାନଙ୍କର ଏଇ ଆଧ୍ୟାତ୍ମିକ କ୍ଷେତ୍ରରେ ଏଇ ଜଗତରେ ପରିଶ୍ରମ କରି ଉତ୍ତମ ଫଳ ଉତ୍ତମ ବିହନ ଆମମାନେ ସେଇ କ୍ଷେତ୍ରରୁ ଆଉ ଅମଳ କରୁ and to be like a good farmer as we serve God. That requires discipline in our ଆଉ lives. ତେଣୁ ଆମମାନଙ୍କ ଜୀବନରେ ଆଉ ଗୋଟିଏ ଡିସିପ୍ଲିନ ମେଣ୍ଟେନାନ୍ସ କରିବାକୁ ପଡିବ ନିୟମାନୁବର୍ତ୍ତିତା ଦେଇ ଗୋଟିଏ ସମସ୍ତ ବିଷୟରେ ଶୃଙ୍ଖଳାର ସହିତ ଆଉ ଗୋଟେ ଉତ୍ତମ ଚାଷୀ ଭାବରେ ଆମେମାନେ ସମସ୍ତ ବିଷୟକୁ ଠିକ ଭାବରେ କରି ଆଉ ଆମମାନେ ପ୍ରଭୁଙ୍କର ଗୌରବ କରିବା Today, I have come to encourage you to remember that you must study to show yourself approved unto God. ଆଉ ତେଣୁ ଆଜି ଆପଣମାନଙ୍କୁ ଏହା ମୁଁ ଉତ୍ସାହିତ କରିବା ପାଇଁ ଚାହେଁ ଯେ ଆପଣମାନେ ପରମେଶ୍ୱରଙ୍କ ବାକ୍ୟକୁ ଅଧିକରୁ ଅଧିକ ଅଧ୍ୟୟନ କରନ୍ତୁ ଆଉ ପରମେଶ୍ୱରଙ୍କ ନିମନ୍ତେ ଉତ୍ତମ କାର୍ଯ୍ୟ କରନ୍ତୁ ପରମେଶ୍ୱରଙ୍କ ସାକ୍ଷୀ ହୁଅନ୍ତୁ To remind you and encourage you that you are to rightly divide the word of truth. You are to cut it straight. ଆଉ ଆପଣମାନେ ଆଉ ସେଇ ପରମେଶ୍ୱରଙ୍କ ସତ୍ୟ ବାକ୍ୟକୁ ନେଇ ଅନେକ ଲୋକଙ୍କୁ ଉତ୍ସାହିତ କରନ୍ତୁ ଆଉ ମୁଁ ମଧ୍ୟ ଆଜି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ And I've come to remind you and encourage you that you are, as a servant of God, you are to be like the good soldier. You are to be like the good athlete, and you are to be like the good farmer. ହଉ ତେଣୁ ପୁନର୍ବାର ମୁଁ ଆପଣଙ୍କୁ ମନେ ପକାଇ ଦେବା ପାଇଁ ଚାହୁଁଛି ଉତ୍ସାହିତ କରିବା ପାଇଁ ଚାହୁଁଛି ଯେ ଆପଣମାନେ ଗୋଟିଏ ଉତ୍ତମ ଯୋଦ୍ଧା ଭଳି ହୁଅନ୍ତୁ ଉତ୍ତମ ଆଉ ଜଣେ ଦୌଡ଼ାଳି ପରି ହୁଅନ୍ତୁ ଆଉ ଆପଣମାନେ ଗୋଟିଏ ଉତ୍ତମ ଆଉ ଚାଷୀ ଭଳି ହୁଅନ୍ତୁ Hallelujah. Praise the Lord. Praise God. Praise God. Well, my dear friends, I have another meeting to do, so I have to go, but thank you for Okay. this opportunity.